ହରି ଓମ୍ ଫ୍ରେଣ୍ଡସ୍, ବନ୍ଧୁଗଣ ମୁଁ ସୁବ୍ରତ ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ସୁବ୍ରତ ଆଷ୍ଟ୍ରୋ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲକୁ। ବନ୍ଧୁଗଣ ଆଜି ଆମେ ଜାଣିବା ଏହି ଭିଡ଼ିଓରେ 3 ମଇ 2024 ତାରିଖ ଶୁକ୍ରବାର ଦିନର ଦ୍ୱାଦଶ ରାଶିର ରାଶିଫଳ ବିଷୟରେ। ବନ୍ଧୁଗଣ ପ୍ରଥମେ ଜାଣିବା ମେଷ ରାଶି ବିଷୟରେ। ମେଷ ରାଶି ଆଜି ରାଶ୍ୟାଧିପ ଶନିଙ୍କ ସହ ଅବସ୍ଥାନ କରିଥିବାରୁ ନିଜର ତଥା ସନ୍ତାନଙ୍କ ସ୍ୱାସ୍ଥ୍ୟ ସକାଶେ ପ୍ରତିକୂଳ ପ୍ରଭାବ ପଡ଼ିପାରେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥା ଠିକ୍ ଥିଲେ ମଧ୍ୟ ଆପଣଙ୍କୁ ଆଜି ଭଲ ଲାଗିବ ନାହିଁ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ ଏବଂ ରାଜନୀତି, ସଭାସମିତି ଏବଂ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି। ବୃଷ ରାଶି ଚନ୍ଦ୍ର ଅଷ୍ଟମ ସ୍ଥାନସ୍ଥ ଯୋଗୁଁ ଭାଇ, ବନ୍ଧୁ, କୁଟୁମ୍ବ ତଥା ପଡ଼ୋଶୀଙ୍କ ସହ ମତପାର୍ଥକ୍ୟ ସୃଷ୍ଟି ହୋଇପାରେ। ଘର ଜମିଜମା ପାଇଁ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। ମାଲି ମକଦ୍ଦମା, ବିବାଦୀୟ ପରିସ୍ଥିତି କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ମିଳିବ। ସନ୍ତାନଙ୍କ ସ୍ୱାସ୍ଥ୍ୟ ଏବଂ ସ୍ୱଭାବ ଯୋଗୁଁ ବିଚଳିତ ହୋଇପାରନ୍ତି। ମିଥୁନ ରାଶି ଏକାଦଶସ୍ଥ ବୁଧ ଲାଭାଧିପତିଙ୍କ ସଂଯୋଗରେ ଥିବାରୁ ଆଜି ଠିକ୍ ନିଷ୍ପତ୍ତି ନେଇ ପ୍ରଶଂସିତ ହେବେ। ରାଶ୍ୟାଧିପତି ଏବଂ ସପ୍ତମାଧିପତି ଏକତ୍ର ଅବସ୍ଥାନ କରିଥିବାରୁ ବିବାଦୀୟ ସ୍ଥିତିରେ ସମାଧାନର ଆଶା ରହିଅଛି। ଆନୁଷ୍ଠାନିକ କାର୍ଯ୍ୟ ସକାଶେ ଘରେ ବନ୍ଧୁଙ୍କ ଭିଡ଼ ଜମିଯିବ। କର୍ମକ୍ଷେତ୍ରରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ସମ୍ଭାବନା ରହିଅଛି। କର୍କଟ ରାଶି ଷଷ୍ଠସ୍ଥ ଚନ୍ଦ୍ରଗୁରୁ ଦୁଷ୍ଟସ୍ଥ ଯୋଗୁଁ ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଭଲରେ କଟିବ। ପରିବାରରେ ଶାନ୍ତି ଏବଂ ସ୍ଥିରତା ଅବ୍ୟାହତ ରହିବ। ନରମି ରହିପାରିଲେ ହିଁ ସୁଫଳ ପାଇବେ। କର୍ମକ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତ୍ତି ପୋଷଣ କଲେ ଅଶାନ୍ତିକୁ ଆମନ୍ତ୍ରଣ କରିବେ। ଆଜି କୌଣସି ନୂତନ ସ୍ଥାନକୁ ଯିବା ପାଇଁ ସଜବାଜ ହୋଇପାରନ୍ତି। ସିଂହ ରାଶି ଉଚ୍ଚାରୋହୀ ରବି ପାପଗ୍ରହ ରାହୁଙ୍କ ସହ କର୍ମକ୍ଷେତ୍ରକୁ ବିବାଦୀୟ କରିପାରନ୍ତି। କେତୁଙ୍କ କୁପ୍ରଭାବରୁ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ଆଜି କଳହର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରି ଆଜି ଆପଣ କୃତକାର୍ଯ୍ୟ ହେବେ। ବନ୍ଧୁଙ୍କ ସହ ଆଲୋଚନା କ୍ରମେ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି କରିବେ। କନ୍ୟା ରାଶି ମୁଖ ଭାବକୁ ବୁଧଙ୍କ ଦୃଷ୍ଟି ଥିବାରୁ ଆପଣଙ୍କ କଠୋର ଭାଷା ଓ ବ୍ୟବହାର ପାରିବାରିକ କ୍ଷେତ୍ରକୁ ସମସ୍ୟା ବହୁଳ କରି ଦେଇପାରେ। ଶନିଙ୍କ ପ୍ରଭାବରେ ଆଇନର ସହାୟତା ପାଇବେ ଏବଂ ମାଲି ମକଦ୍ଦମାରେ ରାୟ ସପକ୍ଷରେ ଯାଇପାରନ୍ତି। ବନ୍ଧୁଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବାର ସୂଚନା ରହିଅଛି। ତୁଳା ରାଶି କର୍ମାଧିପ ଧନଭାବସ୍ଥ ଯୋଗୁଁ ବୈଷୟିକ ଅଭିବୃଦ୍ଧି ଜନିତ ଖୁସି ଅନୁଭବ କରିବେ। ବନ୍ଧୁଙ୍କ ବ୍ୟବହାରକୁ ନେଇ ମନରେ କ୍ରୋଧ ଜାଗ୍ରତ ହେଲେ ମଧ୍ୟ ମୁହଁରେ କିଛି କହିପାରିବେ ନାହିଁ। ଖଳ ଲୋକଙ୍କ ପ୍ରାୟୋଜିତ ମିଥ୍ୟା ଗୁଜବ ଆଜି ଆପଣଙ୍କ ମନକୁ ଆତଙ୍କିତ କରିପାରେ। ସମ୍ପର୍କୀୟଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ଆଜି ଆପଣ ତର୍କର ସମ୍ମୁଖୀନ ହୋଇପାରନ୍ତି। ବିଛା ରାଶି ପାରିବାରିକ ସ୍ଥିତି ଅଶାନ୍ତ ରହିଥିଲେ ମଧ୍ୟ ଚନ୍ଦ୍ରଙ୍କ ପ୍ରଭାବରେ ଆପଣଙ୍କ ମଧୁର ବ୍ୟବହାରରେ ପରିବର୍ତ୍ତନ ହେବ ନାହିଁ। ଆଜି ଆପଣଙ୍କ ପ୍ରତ୍ୟେକ ପରିସ୍ଥିତି ସୁଧୁରିଯିବ, ଯାହାର ଝଲକ ଆଜି ହିଁ ପାଇଯିବେ। ଲେଖାପଢ଼ାରୁ, କଳା ସାହିତ୍ୟରେ ଏବଂ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ। ଗୃହ ସୀମାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ। ଧନୁ ରାଶି ପାପ ଗ୍ରହ ମଧ୍ୟସ୍ଥ ଚନ୍ଦ୍ର ପ୍ରଭାବରେ ବିଭିନ୍ନ କାରଣକୁ ନେଇ ମାନସିକ ସ୍ଥିତି ଭଲ ରହିନପାରେ। କୋଣ ଭାବସ୍ଥ ଗୁରୁଙ୍କ ଯୋଗୁଁ ଆପଣଙ୍କ କୃତି ଏବଂ କୃତିତ୍ୱ ଲୋକପ୍ରିୟତାକୁ ବୃଦ୍ଧି କରିବ। କେତେକ ନୂତନ କାମରେ ପରିକଳ୍ପନା ସାଙ୍ଗକୁ ଖର୍ଚ୍ଚଭାର ଯୋଗୁଁ ଆଜି ଆପଣ ଚିନ୍ତା ପ୍ରକଟ କରିପାରନ୍ତି। ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
ମକର ରାଶି ଦ୍ୱିତୀୟସ୍ଥ ଶନି ସହ ମଙ୍ଗଳଙ୍କ ସ୍ଥିତି ହେତୁ ଆପଣଙ୍କ ରକଠକ୍ କଥା ପରିବାର ସଦସ୍ୟଙ୍କୁ ଆଘାତ ଦେବ। ଗୁରୁଙ୍କ କୃପାରୁ ବନ୍ଧୁଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ସମ୍ଭାବନା ରହିଅଛି। ଶୁକ୍ର ଯୁକ୍ତ ରାହୁଙ୍କ ଯୋଗୁଁ କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଆଜି ଆପଣଙ୍କର ଝଗଡ଼ା ଲାଗିପାରେ। ଯାତ୍ରା ଏବଂ ବାଣିଜ୍ୟ କ୍ଷେତ୍ରରେ ବିଶେଷ ଉନ୍ନତି କରିବେ। କୁମ୍ଭ ରାଶି ସ୍ୱରାଶିସ୍ଥ ଶନି ଚତୁର୍ଥାଧିପ ଯୁକ୍ତ ହେତୁ ଯାନବାହନ, ଜମିଜମା, ଗୃହ ନିର୍ମାଣ କିମ୍ବା ଯାନ୍ତ୍ରିକ ଜିନିଷ କ୍ରୟ ପାଇଁ ମନ ବଦଳାଇ ପାରନ୍ତି। ପିଲାମାନଙ୍କ ସମସ୍ୟା ମନକୁ ବିଚଳିତ କରିବ। ଶ୍ରବଣା ନକ୍ଷତ୍ରର କାମ ହାସଲ ନହେବା କାରଣରୁ ଆଜି ଆପଣ ବନ୍ଧୁଙ୍କୁ ଦାୟୀ କରିପାରନ୍ତି। ମାଲି ମକଦ୍ଦମା କିମ୍ବା ଜମିଜମା ସମସ୍ୟା କ୍ରମଶଃ ଜଟିଳ ହୋଇପାରେ। ମୀନ ରାଶି ରବି ଏବଂ ରାହୁଙ୍କ ପ୍ରଭାବରେ ରାଜନୈତିକ ସ୍ତରରେ ଆପଣଙ୍କ ପ୍ରଭାବ ପ୍ରଣିଧାନଯୋଗ୍ୟ ହୋଇପାରେ। ଶନି ଦୃଷ୍ଟି ଗୁରୁଙ୍କ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ଆଜି କଥା ଏବଂ କାମରେ ସମସ୍ତଙ୍କୁ ଖୁସି କରାଇବାରେ ସମର୍ଥ ହେବେ। ପରିବାରରେ ଛୋଟ କଥାକୁ କେନ୍ଦ୍ର କରି କଳହ ସୃଷ୍ଟିର ଆଶଙ୍କା ରହିଅଛି। ବନ୍ଧୁଗଣ, ଭିଡ଼ିଓଟି ଯଦି ଭଲ ଲାଗିଥାଏ, ଭିଡ଼ିଓଟିକୁ ଆପଣମାନେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ।